ପିଲାମାନେ ଆଜିର ଏହି ଗଣିତ କ୍ଲାସକୁ ସମସ୍ତଙ୍କୁ ସ୍ୱାଗତ। ଆମେମାନେ ଗଣିତର କୋଣ ବିଷୟରେ ବିଭିନ୍ନ ପ୍ରକାର ତଥ୍ୟ ସବୁ ଜାଣିଲେ। ଅନୁମାନ କରି କୋଣଗୁଡ଼ିକୁ ଚିହ୍ନିବା, ସେମାନଙ୍କୁ ଶ୍ରେଣୀ ବିଭାଗ କରିବା, ପ୍ରୋଟ୍ରାକ୍ଟର ସାହାଯ୍ୟରେ କୋଣଗୁଡ଼ିକୁ ମାପ କରି ସେମାନଙ୍କର ନାମକୁ କହିବା ଏବଂ ସେମାନଙ୍କୁ ଶ୍ରେଣୀ ବିଭାଗ କରିବା, ଏସବୁ ଗୁଡ଼ିକ ଆମେମାନେ ପୂର୍ବ ଶ୍ରେଣୀରେ ଆଲୋଚନା କଲେ। ଆଜି ଆମେ କ'ଣ କରିବା? ଆଜି ଆମେ ଗଣିତର ଏକ ନୂଆ ପାଠ ପଢ଼ିବା। କ'ଣ କରିବା? ସେଥିରେ ଆମେ ଆଜି ପ୍ରୋଟ୍ରାକ୍ଟର ଆଉ ସ୍କେଲ ବ୍ୟବହାର କରି କୋଣଗୁଡ଼ିକୁ ଅଙ୍କନ କରିବା। ତୁମମାନେ ସମସ୍ତେ କୋଣଗୁଡ଼ିକୁ ଅଙ୍କନ କରିବ। ଭାରି ମଜା ଲାଗିବ ଆଜିର ପାଠଟି। ତାହେଲେ ଆସ ପିଲାମାନେ, ଆମେ ଆଜି ପ୍ରୋଟ୍ରାକ୍ଟର ଆଉ ସ୍କେଲ ବ୍ୟବହାର କରି କୋଣ ଅଙ୍କନ କେମିତି କରାଯିବ ତାହା ଶିଖିବା। ଠିକ୍ ଅଛି ପିଲାମାନେ, ଆରମ୍ଭ କରିବା ତାହେଲେ। ଠିକ୍ ଅଛି ପିଲାମାନେ, ଆଜି ଆମେ ତୁମ ଗଣିତ ବହିରେ ଥିବା ଦ୍ୱିତୀୟ ଅଧ୍ୟାୟରେ ଯେଉଁ ପ୍ରସଙ୍ଗଟି ଅଛି, ରେଖା ଓ କୋଣ ପ୍ରସଙ୍ଗରେ ଆଲୋଚନା କରିବା। ସେହି ରେଖା ଓ କୋଣ ପ୍ରସଙ୍ଗରେ କୋଣ କେମିତି ଆମେ ଆଜି ଅଙ୍କନ କରିବା ସେହି ବିଷୟରେ ଆଲୋଚନା କରିବା। ଆଲୋଚନା କରିବା ପୂର୍ବରୁ ଆମେ ପ୍ରଥମେ ଜାଣିବା କ'ଣ ସବୁ ତୁମେମାନେ ଜାଣିଛ। ଦେଖିବା ପିଲାମାନେ, ଏବେ କହିଲ ଦେଖିବା, ଏଇ ଯେଉଁ ଚିତ୍ରଟି ଦେଖୁଛ, କ'ଣ ହୋଇଛି ଏ ଚିତ୍ରରେ? ପକ୍ଷୀଟିଏ ତାର ମୁହଁଟିକୁ ମେଲା କରିଛି। ମେଲା କରିବା ଦ୍ୱାରା କ'ଣ ସୃଷ୍ଟି ହୋଇଛି? ଗୋଟିଏ କୋଣ ସୃଷ୍ଟି ହୋଇଛି। ପୁଣି ଦ୍ୱିତୀୟ ଚିତ୍ରରେ କ'ଣ ହେଇଛି? ସେମିତି ମଧ୍ୟ ଗୋଟିଏ କୋଣ ସୃଷ୍ଟି ହୋଇଛି। ବର୍ତ୍ତମାନ ଦେଖିଲ ପିଲାମାନେ, ଏହି ପ୍ରକାର ଚିତ୍ର ତୁମେ ଆଗରୁ ଦେଖିଥିବ। ଗୋଟିଏ ଘରର ଚିତ୍ର। ଘରର ଉପର ଦୁଇ ଛାତ ମଧ୍ୟରେ ମଧ୍ୟ କ'ଣ ସୃଷ୍ଟି ହେଉଛି? କୋଣ ସୃଷ୍ଟି ହେଉଛି। ଦୁଇଟି ରଶ୍ମି ଦ୍ୱାରା ତାହା ଦର୍ଶାଯାଇଛି। ବର୍ତ୍ତମାନ କହିଲେ ଦେଖିବା, ଅନୁମାନ କରି କି କୋଣ ହୋଇଥିବ? ଏଇଟା ସ୍ଥୂଳ କୋଣ ହୋଇଥିବ। ପୂର୍ବରୁ ଆଲୋଚନା ସରିଛି। ବର୍ତ୍ତମାନ ଘରର କାନ୍ଥ ଆଉ ଭୂମି ମଧ୍ୟରେ କୋଣ ସୃଷ୍ଟି ହେଉଛି। କି କୋଣ ଏଟା? ଅନୁମାନ କରି କୁହ। ସମକୋଣ, ନୁହେଁ କି? କାହିଁକି ନା ଦୁଇଟି ରଶ୍ମି ପରସ୍ପର ସହିତ ଲମ୍ବ ଭାବରେ ଅଛନ୍ତି। ବହୁତ ବଢ଼ିଆ। ବର୍ତ୍ତମାନ ପିଲାମାନେ ଚିତ୍ରଟି ଦେଖ। ଏଇଟା ଗୋଟିଏ ପ୍ଲେଗ୍ରାଉଣ୍ଡର ଚିତ୍ର। ଫୁଟବଲ ଖେଳାଯାଉଛି, ନୁହେଁ କି? ବର୍ତ୍ତମାନ ତୀର ଚିହ୍ନ ଦ୍ୱାରା ଯେଉଁ କୋଣ ଦର୍ଶାଯାଇଛି, କେତୋଟି କୋଣ ଦର୍ଶାଯାଇଛି? ଦୁଇଟି କୋଣ ଦର୍ଶାଯାଇଛି, ନୁହେଁ କି? ତେଣୁ ଏଠାରେ ତିନୋଟି ରଶ୍ମି ପରସ୍ପର ମଧ୍ୟରେ ଦୁଇଟି କୋଣ ସୃଷ୍ଟି କରୁଛନ୍ତି। ଠିକ୍ ଅଛି। ତେବେ ପିଲାମାନେ ବର୍ତ୍ତମାନ କହିଲେ ଦେଖିବା, କୋଣ କେଉଁଥିରେ ମାପନ୍ତି? କେଉଁଥିରେ ମାପ କରନ୍ତି? ପ୍ରୋଟ୍ରାକ୍ଟର, ନୁହେଁ କି? ତୁମମାନେ ସବୁ ପ୍ରୋଟ୍ରାକ୍ଟର ଦେଖିଥିବ। ଆଚ୍ଛା, ପ୍ରୋଟ୍ରାକ୍ଟର କେମିତି ଦେଖାଯାଏ କହିଲେ ଦେଖିବା। ଏଇଟା ଗୋଟିଏ ପ୍ରୋଟ୍ରାକ୍ଟର ଚିତ୍ର, ନୁହେଁ କି? ଦେଖୁଛ ସମସ୍ତେ ପ୍ରୋଟ୍ରାକ୍ଟର। ଏଇଟା ତୁମର ଜ୍ୟାମିତି ବାକ୍ସ ଭିତରେ ଅଛି, ନୁହେଁ କି? ବର୍ତ୍ତମାନ ଦେଖ ପିଲାମାନେ, ଏଇଟା ହେଉଛି ସେଇ ପ୍ରୋଟ୍ରାକ୍ଟର ଚିତ୍ରଟିଏ, ନୁହେଁ କି? କ'ଣ ଜାଣିଛ ଏହା ବିଷୟରେ? କ'ଣ ସବୁ ଜାଣିଛ କହିଲ? ଏଥିରେ ଦୁଇ ପ୍ରକାର ସଂଖ୍ୟା ଲେଖାଯାଇଛି। 0 ଡିଗ୍ରୀରୁ ଆରମ୍ଭ କରି 180 ଡିଗ୍ରୀ ପର୍ଯ୍ୟନ୍ତ ବାମରୁ ଡାହାଣକୁ ଏବଂ ସେଇ 0 ଡିଗ୍ରୀରୁ ଆରମ୍ଭ କରି 180 ଡିଗ୍ରୀ ପର୍ଯ୍ୟନ୍ତ ଡାହାଣରୁ ବାମକୁ ଲେଖାଯାଇଛି, ନୁହେଁ କି? ଦେଖିପାରୁଛ ସମସ୍ତେ। ଏବଂ କୋଣର ମାପ ଜାଣିବା ପାଇଁ ପ୍ରୋଟ୍ରାକ୍ଟର ଆମେ ବ୍ୟବହାର କରିଥାଉ। ତୁମମାନେ ପୂର୍ବରୁ ଯେଉଁ କୋଣ ଗୁଡ଼ିକୁ ମାପିଲ, এই ପ୍ରୋଟ୍ରାକ୍ଟରକୁ ବ୍ୟବହାର କରି ମାପିଛ। ବର୍ତ୍ତମାନ ଦେଖିବା, କୋଣଟିଏ ମୁଁ ଅଙ୍କନ କରୁଛି। ତୁମମାନେ ମାପି ପାରୁଛ କି ନାହିଁ? ଦେଖ, ଗୋଟିଏ ରଶ୍ମି ଅଙ୍କନ କଲି, ତାର ନାମ ଦେଲି BC। ତେଣୁ BC ଏକ ରଶ୍ମି। ପୁଣି ଆଉ ଗୋଟେ ରଶ୍ମି ଅଙ୍କନ କଲି, ରଶ୍ମିର ନାମ ଦେଲି BA ରଶ୍ମି। ତାହେଲେ BC ରଶ୍ମି ଓ BA ରଶ୍ମି B ବିନ୍ଦୁଠାରେ ଗୋଟିଏ କୋଣ ଅଙ୍କନ କଲେ, ନାହିଁ କି? କୋଣଟିର ନାମ ତୁମେ କହିପାରିବ? କ'ଣ କୋଣଟିର ନାମ? କୋଣଟିର ନାମ ହେଉଛି କୋଣ ABC। ପୂର୍ବରୁ ଆମେ କହିଛେ ଶୀର୍ଷ ବିନ୍ଦୁକୁ ମଝିରେ ରଖିବା ଏବଂ ବାହୁ ଉପରିସ୍ଥ ବିନ୍ଦୁ ଦୁଇ ପଟେ ରହିବ। ଠିକ୍ ଅଛି। ବର୍ତ୍ତମାନ କୋଣଟିକୁ ମାପିବା। କେଉଁଥିରେ ମାପିବା? ପ୍ରୋଟ୍ରାକ୍ଟର ସାହାଯ୍ୟରେ ମାପ କରିବା। ପ୍ରୋଟ୍ରାକ୍ଟର କେନ୍ଦ୍ର ବିନ୍ଦୁକୁ କୋଣର ଶୀର୍ଷ ବିନ୍ଦୁ ଉପରେ ରଖିବା ଏବଂ ପ୍ରୋଟ୍ରାକ୍ଟରରେ ଯେଉଁଠି 0 ଡିଗ୍ରୀ ଲେଖାଯାଇଛି ସେହି ଗାରଟିକୁ BC ରଶ୍ମି ସହିତ ମିଳାଇବା। ତାପରେ BA ରଶ୍ମି ପ୍ରୋଟ୍ରାକ୍ଟର କେଉଁ ଗାର ଉପରେ ଅଛି? ଦେଖ, କେତେ ଡିଗ୍ରୀ ଉପରେ ଅଛି? 30 ଡିଗ୍ରୀ ଉପରେ ଅଛି, ନୁହେଁ କି? ତୁମମାନେ ସବୁ ପୂର୍ବରୁ ମାପିଛ। ତାହେଲେ ଏଇ କୋଣର ପରିମାଣ କେତେ ହେବ? 30 ଡିଗ୍ରୀ। ଠିକ୍ ଅଛି। ବର୍ତ୍ତମାନ ପିଲାମାନେ ଆଉ ଗୋଟିଏ କୋଣ ଦେଖିବା। ପୁଣି ସେମିତି YZ ରଶ୍ମି ଅଙ୍କନ କଲି, ପୁଣି ଆଉ ଗୋଟେ ରଶ୍ମି ଅଙ୍କନ କଲି, ତାର ନାମ YX। ବର୍ତ୍ତମାନ ପୁଣି କୋଣଟିକୁ ମାପିବି। ଏବେ କହିଲ କେତେ ହେଉଛି କୋଣର ପରିମାଣ? YX ରଶ୍ମିଟି 50ରୁ 60 ଡିଗ୍ରୀ ମଧ୍ୟରେ ଅଛି। କେଉଁ ଜାଗାରେ ଅଛି? 55, ନାହିଁ କି? ତାହେଲେ ଏଇ କୋଣଟିର ପରିମାଣ କେତେ ହେବ?
କୋଣ XYZ ହେବ 55 ଡିଗ୍ରୀ। ବୁଝିପାରିଲ ପିଲେ? ବର୍ତ୍ତମାନ ଆଉ ଗୋଟେ କୋଣ ମାପିବା। ଦେଖିବା, ତମମାନେ ନିଜେ କର। ବର୍ତ୍ତମାନ ଏଇଟା କୋଣ ନ ମାପି ଅନୁମାନ କରି କହିପାରିବ। ଲମ୍ବ ଭାବରେ ଅଛି ଦୁଇଟି ରଶ୍ମି, QR ରଶ୍ମି, QP ରଶ୍ମି ଲମ୍ବ ଭାବରେ ଅଛନ୍ତି। ତେଣୁ ସେମାନେ କେଉଁ କୋଣ ସୃଷ୍ଟି କରିବେ? ସମକୋଣ। ଏଇଟା ମାପ ନ କରି କହିପାରିବା, ତଥାପି ଦେଖିବା, ମାପିଦେବା ଆମର ଅନୁମାନଟି ଠିକ୍ ହେଉଛି କି ନାହିଁ। ପ୍ରୋଟ୍ରାକ୍ଟର ବସାଇଲେ ବର୍ତ୍ତମାନ QP ରଶ୍ମି କେଉଁ ଡିଗ୍ରୀ ଉପରେ ଅଛି? 90 ଡିଗ୍ରୀ ଉପରେ ଅଛି, ନୁହେଁ କି? ତାହେଲେ ଆମର ଅନୁମାନଟି ଠିକ୍ ହୋଇଗଲା। ତାହେଲେ କୋଣ PQR ର ପରିମାଣ କେତେ ହେବ? 90 ଡିଗ୍ରୀ। ଏହା ଏକ ସମକୋଣ, ନୁହେଁ କି? ବର୍ତ୍ତମାନ ପିଲାମାନେ ଆଉ ଗୋଟିଏ କୋଣ ଦେଖ। ଦୁଇଟି ରଶ୍ମି OB ରଶ୍ମି OM ରଶ୍ମି ଗୋଟିଏ କୋଣ ସୃଷ୍ଟି କଲେ। କୋଣଟିକୁ ମାପିବା। ମାପିଲେ କେତେ ଡିଗ୍ରୀ ହେଲା? କେତେ ଡିଗ୍ରୀ ହେଲା? 90 ଡିଗ୍ରୀ, 100 ଡିଗ୍ରୀ, 110 ଡିଗ୍ରୀ, 120 ଡିଗ୍ରୀ। କେଉଁ ମାପଟି ତୁମେ ନେଉଛ? ଆମେ ଡାହାଣରୁ ବାମ ଆଡ଼କୁ ଯାଉଛେ। ତୁମର ଡାହାଣରୁ ବାମ ଆଡ଼କୁ ଯାଉଛେ। ତେଣୁ ତଳେ ଥିବା ମାପଟି ନେବା। ତେଣୁ କେତେ ଡିଗ୍ରୀ ହେଲା? 120 ଡିଗ୍ରୀ, ନୁହେଁ କି? ତାହେଲେ କୋଣ MOB ର ପରିମାଣ 120 ଡିଗ୍ରୀ। ତାହେଲେ ଆମେ ଏଠି କେତେ ପ୍ରକାର କୋଣ ବିଷୟରେ ଆଲୋଚନା କଲେ? 3 ପ୍ରକାର କୋଣ। ପ୍ରଥମ ମାପଟି ଥିଲା କି କୋଣ? ସୂକ୍ଷ୍ମ କୋଣ। ଦ୍ୱିତୀୟ ମାପଟି ଥିଲା ସମକୋଣ। ତୃତୀୟ କୋଣର ମାପ ହେଲା ସ୍ଥୂଳ କୋଣ। ବୁଝିପାରୁଛ? ତାହେଲେ କୋଣକୁ ଆମେ ଏମିତି ପ୍ରୋଟ୍ରାକ୍ଟର ବ୍ୟବହାର କରି ମାପିବା। ତେବେ କୋଣ କେମିତି ମାପ କରିବା ତାହା ଆମେ ଜାଣିଲେ, ପୂର୍ବରୁ ମଧ୍ୟ ପଢ଼ିଛେ। ବର୍ତ୍ତମାନ ଆମେ କୋଣ କେମିତି ଅଙ୍କନ କରିବା ସେ ବିଷୟରେ ଜାଣିବା। ଠିକ୍ ଅଛି ପିଲାମାନେ? କୋଣକୁ କେମିତି ଆମେ ଅଙ୍କନ କରିବା, କୋଣର ବିଭିନ୍ନ ସୋପାନ ଗୁଡ଼ିକ ଆମେ ଲେଖିବା। ତେବେ କୋଣ ଅଙ୍କନ କରିବା ପାଇଁ କ'ଣ କ'ଣ ଆବଶ୍ୟକ ଦେଖିବା। କ'ଣ କ'ଣ ଆବଶ୍ୟକ କୋଣ ଅଙ୍କନ କରିବା ପାଇଁ? କ'ଣ କ'ଣ ଆବଶ୍ୟକ? ଏହାର ନାମ କୁହ। ଦେଖିଛ ତମେ ଜ୍ୟାମିତି ବାକ୍ସରେ ଅଛି ସ୍କେଲ୍। ଆଉ କ'ଣ ଦରକାର? ପେନସିଲ୍। ଆଉ କ'ଣ ଦରକାର? ପ୍ରୋଟ୍ରାକ୍ଟର। ତାହେଲେ ଆମେ ଆଜି ସ୍କେଲ୍, ପେନସିଲ୍ ଆଉ ପ୍ରୋଟ୍ରାକ୍ଟର ବ୍ୟବହାର କରି କୋଣ ଅଙ୍କନ କରିବା। ତାହେଲେ ଆସ ପିଲାମାନେ, ପ୍ରୋଟ୍ରାକ୍ଟର, ସ୍କେଲ୍ ଓ ପେନସିଲ୍ ବ୍ୟବହାର କରି କୋଣ କେମିତି ଅଙ୍କନ କରିବା ଶିଖିବା। ଏହାର ସୋପାନ ଗୁଡ଼ିକ ଆଲୋଚନା କରିବା। ପ୍ରଥମେ ଆମେ କ'ଣ କରିବା? ଆମେ ପ୍ରଥମେ ସ୍କେଲ୍ ନେବା। ସ୍କେଲ୍ ନେଇ ଏକ ରଶ୍ମି ଅଙ୍କନ କରିବା। ରଶ୍ମି ଟାଣିବା। ରଶ୍ମିର ନାମ ଦେବା OG। ତାହେଲେ ପ୍ରଥମେ ଆମେ କ'ଣ ନେବା? ସ୍କେଲ୍ଟିଏ ନେବା। ସ୍କେଲ୍ ନେଲେ ତାପରେ କ'ଣ କରିବା? OG ନାମକ ଏକ ରଶ୍ମି ଟାଣିବା। ବର୍ତ୍ତମାନ ଗୋଟେ ରଶ୍ମି ଟାଣିବା। ସ୍କେଲ୍ ନେଲେ କେଉଁଥିରେ ଟାଣିବା? ପେନସିଲ୍ରେ ଟାଣିବା। ତେଣୁ ସ୍କେଲ୍ ଉପରେ ପେନସିଲ୍ ମୁନଟିକୁ ରଖି ଆମେ ଗୋଟେ ରଶ୍ମି ଅଙ୍କନ କରିବା। ଠିକ୍ ଅଛି। ବର୍ତ୍ତମାନ କ'ଣ କରିବା? ସ୍କେଲ୍କୁ ଉଠେଇ ନେବା। ତାପରେ କ'ଣ କରିବା? ରଶ୍ମିର ନାମକରଣ କରିବା। OG ରଶ୍ମି ନାମକରଣ କଲେ ତାପରେ କ'ଣ କରିବା? O ବିନ୍ଦୁରେ କ'ଣ କରିବା? ଆମେ ପ୍ରୋଟ୍ରାକ୍ଟରକୁ ବ୍ୟବହାର କରିବା। ବ୍ୟବହାର କରି କେତେ ଡିଗ୍ରୀ କୋଣ ଅଙ୍କନ କରିବାକୁ ଆମେ ଚାହୁଁଛେ? 60 ଡିଗ୍ରୀ, ନୁହେଁ କି? ତେଣୁ ପ୍ରୋଟ୍ରାକ୍ଟର କେନ୍ଦ୍ରବିନ୍ଦୁକୁ ଆଣି ଆମେ ରଶ୍ମିର ଯେଉଁ ଆଦ୍ୟ ବିନ୍ଦୁ ଅଛି O ପାଖରେ ବସାଇବା ଏବଂ ପ୍ରୋଟ୍ରାକ୍ଟର ଯେଉଁ ଶୂନ୍ୟରେ ଲେଖା ହେଇଛି ସେଇ ଗାରଟିକୁ OG ରଶ୍ମି ସହିତ ମିଳେଇବା। ଠିକ୍ ଅଛି ପିଲାମାନେ? ଆମେ ତାହେଲେ କେତେ ଡିଗ୍ରୀ କୋଣ କରିବାକୁ ଚାହୁଁଛେ? 60 ଡିଗ୍ରୀ କୋଣ ଅଙ୍କନ କରିବାକୁ ଚାହୁଁଛେ। ତେଣୁ ଆମେ କେଉଁ ଜାଗାରେ ବିନ୍ଦୁଟିଏ ଦେବା? ଦେଖ ପିଲାମାନେ, 60 କେଉଁଠି ଲେଖା ହେଇଛି ପ୍ରୋଟ୍ରାକ୍ଟରରେ? ଯେଉଁଠି 60 ଲେଖାଯାଇଛି ତାରି ସିଧାରେ ଗୋଟିଏ ବିନ୍ଦୁ ଦେବା। ଦେଲେ ବିନ୍ଦୁଟିର ନାମ କ'ଣ ଦେବା? T ଦେବା। ବୁଝିହେଲା ପିଲାମାନେ? ତାହେଲେ ଆମେ ଦ୍ୱିତୀୟ ସୋପାନରେ କ'ଣ କଲେ? ପ୍ରୋଟ୍ରାକ୍ଟରକୁ ବ୍ୟବହାର କଲେ। 60 ଡିଗ୍ରୀ ଲେଖାଥିବା ସ୍ଥାନ ଉପରେ ପେନସିଲ୍ ଦ୍ୱାରା ବିନ୍ଦୁଟିଏ ଦେଲେ ଏବଂ ତାର ନାମ T ଦେଲେ। ସମସ୍ତେ ଦେଲ? ସମସ୍ତେ ନିଜ ନିଜର ଖାତା ବାହାର କରି ମୁଁ ଯେମିତି ଅଙ୍କନ କରୁଛି ତୁମମାନେ ସେମିତି ଅଙ୍କନ କର। ଦେଲେ ପାଠଟି ବୁଝିପାରିବ। ବର୍ତ୍ତମାନ ଆମେ କ'ଣ କରିବା? ତାହେଲେ ଆମେ T ବିନ୍ଦୁ ଦେଇ ସାରିଛେ। ବର୍ତ୍ତମାନ ତୃତୀୟ ସୋପାନରେ କ'ଣ କରିବା? ପ୍ରୋଟ୍ରାକ୍ଟରକୁ ସେଠାରୁ ଉଠାଇ ନେବା। ପ୍ରୋଟ୍ରାକ୍ଟରଟିକୁ ଉଠାଇ ନେଲେ ବର୍ତ୍ତମାନ କ'ଣ ବ୍ୟବହାର କରିବା? ବର୍ତ୍ତମାନ O ବିନ୍ଦୁ ଓ T ବିନ୍ଦୁକୁ ସ୍କେଲ୍ ବ୍ୟବହାର କରି ଯୋଡ଼ିବା। ଠିକ୍ ଅଛି। ସ୍କେଲ୍ ଆଣିଲେ ବର୍ତ୍ତମାନ ସ୍କେଲ୍ଟି ଏମିତି ଯୋଡ଼ିବା, ଠିକ୍ O ବିନ୍ଦୁ T ବିନ୍ଦୁକୁ ଦେଖିକି ଯୋଡ଼ିବା ଯେମିତି ବିନ୍ଦୁ ସହିତ ସେ ଲାଗିକି ରହିବ। ଠିକ୍ ଅଛି। ବର୍ତ୍ତମାନ ପେନସିଲ୍ ବ୍ୟବହାର କରି ଗାରଟି ଟାଣିବା। ବର୍ତ୍ତମାନ କ'ଣ କରିବା?
ବର୍ତ୍ତମାନ ସ୍କେଲକୁ ଉଠାଇ ନେବା। ସ୍କେଲକୁ ଉଠାଇ ନେଲେ ବର୍ତ୍ତମାନ ଓ ଆଉ ଟି ବିନ୍ଦୁ ଦେଇ ଗାରଟି ଟାଣିଲେ ଏବଂ ସେ ରଶ୍ମିର ନାମ ହେଇଗଲା ଓ ଟି ରଶ୍ମି। ତାହେଲେ ପୂର୍ବରୁ ଓ ଜି ରଶ୍ମି ଥିଲା, ବର୍ତ୍ତମାନ ଆଉ ଗୋଟେ ରଶ୍ମି ଟାଣିଲେ ତାର ନାମ ହେଲା ଓ ଟି ରଶ୍ମି। ବର୍ତ୍ତମାନ କ'ଣ କରିବା? ବର୍ତ୍ତମାନ ଯେଉଁ କୋଣଟି ଆମେ ପାଇଲୁ ତାର ନାମ କ'ଣ କରିବା? ଦୁଇଟି ରଶ୍ମି ଓ ବିନ୍ଦୁରେ ମିଳିତ ହେଲେ ତେଣୁ ଗୋଟିଏ କୋଣ ସୃଷ୍ଟି ହେଲା, ତାର ନାମ କରିବା। ବର୍ତ୍ତମାନ ନାମ ଯେତେବେଳେ କରିବା ଶେଷ ବିନ୍ଦୁକୁ ମଝିରେ ରଖିବା। କୋଣର ଦୁଇଟି ବାହୁ ଅଛି, ବାହୁ ଉପରିସ୍ଥ ବିନ୍ଦୁ ହେଉଛି ଟି ଆଉ ଜି, ତେଣୁ ବାହୁ ଉପରିସ୍ଥ ବିନ୍ଦୁ ମଝିରେ ଶୀର୍ଷ ବିନ୍ଦୁଟି ରହିବ। ତାହେଲେ କୋଣର ନାମ କ'ଣ ହେବ? ବର୍ତ୍ତମାନ ଆମ ପାଖରେ ଯେଉଁ କୋଣଟି ଅଙ୍କନ ହେଲା ତାର ନାମ ହେବ ଜି ଓ ଟି କୋଣ। ଠିକ୍ ଅଛି, ବା ଆମେ ଦେଇପାରିବା ଟି ଓ ଜି କୋଣ। ତାହେଲେ ଆମେ କେମିତି କୋଣ ଅଙ୍କନ କରିବା ସେ ବିଷୟରେ ଜାଣିଗଲେ। ତୁମମାନଙ୍କୁ ମୁଁ ସବୁ ବତେଇଦେଲି। ବର୍ତ୍ତମାନ ଆମେ କିଛି ଅଭ୍ୟାସ କରିବା କେମିତି ଆଉ ଅନ୍ୟ କୋଣ ଗୁଡ଼ିକୁ ଅଙ୍କନ କରିବା ପ୍ରୋଟ୍ରାକ୍ଟର, ସ୍କେଲ ଆଉ ପେନସିଲ ବ୍ୟବହାର କରି ଦେଖିବା। କେତେ ଡିଗ୍ରୀ କୋଣ ଅଙ୍କନ କରିବାକୁ ଆମେ ଚାହୁଁଛେ? 27 ଡିଗ୍ରୀ ଓ 63 ଡିଗ୍ରୀ। ଠିକ୍ ଅଛି, ଆରମ୍ଭ କରିବା। ତାହେଲେ ବର୍ତ୍ତମାନ ପ୍ରଥମେ 27 ଡିଗ୍ରୀ କୋଣ ଅଙ୍କନ କରିବା। ପ୍ରଥମେ ସେହିପରି କ'ଣ ନେବା? ସ୍କେଲ ନେବା। ତାପରେ ପେନସିଲ ବ୍ୟବହାର କରି ଏକ ରଶ୍ମି ଟାଣିବା। ତାପରେ ସ୍କେଲକୁ ଉଠାଇ ନେବା। ତାପରେ ରଶ୍ମିଟିର ନାମକରଣ କରିବା ୟୁଟି ରଶ୍ମି। ବର୍ତ୍ତମାନ ପୁଣି କ'ଣ କରିବା? ପ୍ରୋଟ୍ରାକ୍ଟର ବ୍ୟବହାର କରିବା। କେତେ ଡିଗ୍ରୀ କୋଣ ଅଙ୍କନ କରିବା? 27 ଡିଗ୍ରୀ। ତେଣୁ ପ୍ରୋଟ୍ରାକ୍ଟରରେ ଯେଉଁଠି 27 ଲେଖାଯାଇଛି ସେଇ ଗାର ପର୍ଯ୍ୟନ୍ତ ଯିବା। ଦେଖ 20 ଡିଗ୍ରୀ, ତାପରେ 25 ଡିଗ୍ରୀ, ତାପରେ ଗଣ 26, 27। ତେଣୁ ବିନ୍ଦୁଟି କେଉଁଠି ଦେବା? ଠିକ୍ 27 ଯେଉଁ ଗାର ଅଛି ସେଇ ଗାର ଉପରେ ବିନ୍ଦୁଟି ଦେବା। ବର୍ତ୍ତମାନ କ'ଣ କରିବା? ପ୍ରୋଟ୍ରାକ୍ଟରଟିକୁ ଉଠାଇ ନେବା। ପ୍ରୋଟ୍ରାକ୍ଟରଟିକୁ ଯେଉଁ ଆମେ ଉଠାଇ ନେଲେ ବର୍ତ୍ତମାନ ବିନ୍ଦୁଟି ପାଇଲେ, ବିନ୍ଦୁଟିର ନାମ ଦେବା ଓ ବିନ୍ଦୁ। ବର୍ତ୍ତମାନ କ'ଣ କରିବା? ସ୍କେଲ ଆଣିବା। ସ୍କେଲକୁ ଓ ବିନ୍ଦୁ ଆଉ ୟୁ ବିନ୍ଦୁ ସହିତ ମିଳେଇ ପେନସିଲ ସାହାଯ୍ୟରେ ଗୋଟିଏ ରଶ୍ମି ଅଙ୍କନ କରିବା, ନୁହଁ କି? ବର୍ତ୍ତମାନ କ'ଣ କରିବା? ସ୍କେଲକୁ ଉଠାଇ ନେବା। ବର୍ତ୍ତମାନ ୟୁ ଓ ରଶ୍ମି ଅଙ୍କନ ହେଲା। ପୂର୍ବରୁ ୟୁ ଟି ରଶ୍ମି ଥିଲା, ବର୍ତ୍ତମାନ ୟୁ ଓ ରଶ୍ମି ଅଙ୍କନ ହେଲା। ତାହେଲେ କୋଣଟିର ନାମ କ'ଣ ହେଲା? ଓ ୟୁ ଟି କୋଣ ଏବଂ କୋଣଟିର ପରିମାଣ ମଧ୍ୟ 27 ଡିଗ୍ରୀ ହେଲା। ବୁଝିପାରିଲ ପିଲାମାନେ କେମିତି କୋଣ ଅଙ୍କନ କରାଯାଉଛି? ବର୍ତ୍ତମାନ କେତେ ଡିଗ୍ରୀ କୋଣ ଅଙ୍କନ କରିବା? 63 ଡିଗ୍ରୀ କୋଣ ଅଙ୍କନ କରିବା। ବର୍ତ୍ତମାନ ସମସ୍ତେ ନିଜେ ନିଜେ କର, ଚେଷ୍ଟା କର କରିବା ପାଇଁ। ସ୍କେଲ ନିଅ, ରଶ୍ମି ଅଙ୍କନ କର, ସ୍କେଲ ଉଠାଇ ନିଅ, ରଶ୍ମିର ନାମକରଣ କର, ପୁଣି ପ୍ରୋଟ୍ରାକ୍ଟର ବ୍ୟବହାର କର। ପ୍ରୋଟ୍ରାକ୍ଟରରେ ଯେଉଁଠି 63 ଲେଖାଯାଇଛି ଗଣ ଭଲ ଭାବରେ, ସେଇ ଜାଗାରେ ବିନ୍ଦୁଟିଏ ଦିଅ। ବର୍ତ୍ତମାନ ପ୍ରୋଟ୍ରାକ୍ଟରଟିକୁ ଉଠାଇ ନେବା, ବିନ୍ଦୁଟିର ନାମକରଣ କରିବା ଟି। ବର୍ତ୍ତମାନ ସ୍କେଲ ବ୍ୟବହାର କରିବା। ସ୍କେଲ ବ୍ୟବହାର କରି ଓ ଆଉ ଟି ବିନ୍ଦୁକୁ ମିଳେଇ ଗୋଟିଏ ରଶ୍ମି ଅଙ୍କନ କରିବା। ଅଙ୍କନ କଲେ ସ୍କେଲ ଉଠାଇ ନେବା, ରଶ୍ମିର ନାମ ହେଇଗଲା ଓ ଟି। ତାହେଲେ ଆମ ପାଖରେ ପୂର୍ବରୁ ଥିଲା ଓ ପି ରଶ୍ମି, ବର୍ତ୍ତମାନ ହେଇଗଲା ଓ ଟି ରଶ୍ମି। ଦୁଇଟି ରଶ୍ମି ଦ୍ୱାରା କୋଣ ସୃଷ୍ଟି ହେଲା। ବର୍ତ୍ତମାନ କୋଣଟିର ନାମ ହେଇଗଲା ଟି ଓ ପି କୋଣ ଏବଂ ଏହାର ପରିମାଣ ମଧ୍ୟ 63 ଡିଗ୍ରୀ ହେଇଗଲା। ବୁଝିପାରିଲା ପିଲାମାନେ କେମିତି ଆମେ କୋଣ ଅଙ୍କନ କରିବା? ସମସ୍ତେ ଶିଖିଗଲ, ମୁଁ ଭାବୁଛି ସମସ୍ତେ ଶିଖିଗଲ। ବର୍ତ୍ତମାନ ଆମେ ଯେଉଁ କୋଣଟି ପାଇଲେ ତାର ପରିମାଣ ହେଉଛି 63 ଡିଗ୍ରୀ। ତାହେଲେ ପୂର୍ବରୁ ଆମେ 27 ଡିଗ୍ରୀ ପାଇଥିଲେ, ବର୍ତ୍ତମାନ ପାଇଲେ 63 ଡିଗ୍ରୀ। ତାହେଲେ ଦୁଇଟି କୋଣ ଆମେ ଅଙ୍କନ କଲେ। ତୁମମାନେ ସେମିତି ବିଭିନ୍ନ ପ୍ରକାର କୋଣ ପ୍ରୋଟ୍ରାକ୍ଟର, ସ୍କେଲ, ପେନସିଲ ବ୍ୟବହାର କରି ଅଙ୍କନ କରିପାରିବ। ବର୍ତ୍ତମାନ ଦେଖ ପିଲାମାନେ, ଆମେ ଯେତେବେଳେ କୋଣ ଅଙ୍କନ କରୁଛେ ସେତିକି ବେଳେ ଆମର କିଛି କିଛି ସାଧାରଣ ଭୁଲ ହେଇଯାଏ। କ'ଣ କ'ଣ ସବୁ ଭୁଲ ଗୁଡ଼ିକ ଯଦି ଆମେ ଜାଣିନେବା ତାହେଲେ ଭବିଷ୍ୟତରେ କୋଣ ଅଙ୍କନ କରିବା ସମୟରେ ଆଉ ଭୁଲ ହେବ ନାହିଁ। ଦେଖିବା କ'ଣ ସାଧାରଣ ଭୁଲ ଆମର ହେଉଛି। କ'ଣ ହେଉଛି ନା, ଆମେ କ'ଣ କରୁଛେ? କୋଣର ଶୀର୍ଷ ବିନ୍ଦୁକୁ ପ୍ରୋଟ୍ରାକ୍ଟର ମଝି ବିନ୍ଦୁ ସହ ଠିକ୍ ଭାବରେ ନ ରଖିବା। ବେଳେବେଳେ ଆମେ ଯେତେବେଳେ କୋଣ ଅଙ୍କନ କରୁଛୁ, ରଶ୍ମିଟିଏ ଟାଣି ସାରିଲା ପରେ ପ୍ରୋଟ୍ରାକ୍ଟର ଯେଉଁ କେନ୍ଦ୍ରବିନ୍ଦୁ ଅଛି, ମଝି ବିନ୍ଦୁ ଯେଉଁ ଅଛି, ତାକୁ କୋଣର ଶୀର୍ଷ ବିନ୍ଦୁ ଉପରେ ରଖିବା କଥା, କିନ୍ତୁ ସେଇଟା ବେଳେବେଳେ ଆମେ ଠିକ୍ ଭାବରେ ରଖିନଥାଉ। ତେଣୁ ଆମର ଭୁଲ ହୋଇଯାଏ। ଆଉ କ'ଣ ଭୁଲ ହୁଏ? ପ୍ରୋଟ୍ରାକ୍ଟର ତଳ ଧାର 0 ଡିଗ୍ରୀ ସହ ସମାନ ନ ହେବା। ପ୍ରୋଟ୍ରାକ୍ଟରରେ ଯେଉଁ ତଳ ଧାରଟି ଅଛି 0 ଡିଗ୍ରୀ ସହ ସମାନ,
କିନ୍ତୁ ଆମେ ଯେଉଁ ରଶ୍ମି ଟାଣୁଛେ ଆମେ ପ୍ରୋଟ୍ରାକ୍ଟରକୁ ଯେତେବେଳେ ରଶ୍ମି ଉପରେ ରଖୁଛେ ସେ ରଖିବା ସମୟରେ ସେ 0 ଡିଗ୍ରୀ ସହ ସମାନ ହୋଇ ରଖିବା କଥା, କିନ୍ତୁ ବେଳେବେଳେ ଆମର ଭୁଲବଶତଃ 0 ଡିଗ୍ରୀ ଉପରେ ସମାନ ହୋଇ ରହେ ନାହିଁ। ତେଣୁ ଆମର କୋଣ ମାପରେ ଭୁଲ ହୁଏ। ଆଉ କ'ଣ ଭୁଲ ହୁଏ? ପ୍ରଥମରୁ କହିଛି ପ୍ରୋଟ୍ରାକ୍ଟରରେ 2 ପ୍ରକାର ମାପ ଥାଏ, ଭିତର ମାପ, ବାହାର ମାପ। ତେଣୁ ଆମେ ଜାଣିବା ଦରକାର କେତେବେଳେ ଭିତର ମାପଟି ନେବା ଏବଂ କେତେବେଳେ ବାହାର ମାପଟି ନେବା, ସେଇଟା ଜାଣିବା ଦରକାର। ସେଇଟା ଆମେ ନ ଜାଣିବା ତାହେଲେ ଆମର ଭୁଲ ହୋଇଯିବ। ଆଉ କ'ଣ? ପେନସିଲର ମୁନକୁ ଧାରୁଆ ନ ରଖିବା ଦ୍ୱାରା ମଧ୍ୟ କୋଣର ମାପରେ କମ୍ ବେଶୀ ହୁଏ। ଯଦି ଆମେ ପେନସିଲ ମୁନକୁ ମୋଟା କରିଦେବା ତାହେଲେ ଆମକୁ କୁହାଯାଇଥିଲା 27 ଡିଗ୍ରୀ 63 ଡିଗ୍ରୀ। ତେଣୁ ଆମେ ଯେତେବେଳେ ସେ ମୋଟା ବିନ୍ଦୁଟି ଯେତେବେଳେ ଦେବା ସେଇଟା ଏତେ ମୋଟା ହୋଇଥାଏ ଯେ ଆଉ ଗୋଟେ ଗାରକୁ ପଳେଇ ଯାଏ, ଯାହାଫଳରେ କି 63 ଡିଗ୍ରୀ ବଦଳରେ 64 ଡିଗ୍ରୀ ବା 63 ଡିଗ୍ରୀ ବଦଳରେ 62 ଡିଗ୍ରୀ ହୋଇଯାଏ। ତେଣୁ ଯେତେବେଳେ ଆମେ କୋଣକୁ ମାପୁଛେ ପେନସିଲ ବ୍ୟବହାର କରୁଛେ ପେନସିଲର ମୁନକୁ ଧାରୁଆ ରଖିବା, ନହେଲେ କୋଣର ମାପରେ କମ୍ ବେଶୀ ହେବ। ଠିକ୍ ଅଛି ପିଲାମାନେ। ଆଉ ବେଳେବେଳେ କ'ଣ ଭୁଲ ହୁଏ? ନିଜର ଦୃଷ୍ଟିକୁ ଠିକ୍ ନ ରଖିବା ଦ୍ୱାରା ମଧ୍ୟ ମାପରେ କମ୍ ବେଶୀ ହୋଇପାରେ। ଆମେ ବେଳେବେଳେ କ'ଣ କରୁ? ନିଜର ଦୃଷ୍ଟିକୁ ଠିକ୍ ନ ରଖିବା ଦ୍ୱାରା ମାପରେ ମଧ୍ୟ କମ୍ ବେଶୀ ହୋଇପାରେ। କ'ଣ କରୁ? ଆମେ କୋଣଟି ଅଙ୍କନ କରିସାରିଲା ପରେ ପ୍ରୋଟ୍ରାକ୍ଟରଟିକୁ ଯେଉଁ ରଖୁ, ପ୍ରୋଟ୍ରାକ୍ଟରଟିକୁ ଦେଖିଲା ବେଳେ ଆମେ ଗୋଟିଏ ପାର୍ଶ୍ୱରୁ ଦେଖି ନେଉ, ଯାହାଫଳରେ କି ଆମର କୋଣ ମାପରେ ଭୁଲ ହୋଇଯାଏ। ତେଣୁ ଯେତେବେଳେ ଆମେ କୋଣ ଉପରେ ପ୍ରୋଟ୍ରାକ୍ଟରଟିକୁ ରଖିବା ପ୍ରୋଟ୍ରାକ୍ଟରର ଉପରୁ ମାପଟିକୁ ଦେଖିବା, ଦେଲେ ଆମର କୋଣର ପରିମାଣ ଠିକ୍ ଆସିବ। ତେଣୁ କୋଣକୁ ମାପ କରିବା ସମୟରେ ନିଜର ଦୃଷ୍ଟିକୁ ଠିକ୍ ଭାବରେ ରଖିବା। ଯଦି ଠିକ୍ ଭାବରେ ନ ରଖିବା ତାହେଲେ ମାପରେ କମ୍ ବେଶୀ ହେବ, ତେଣୁ ଭୁଲ ହେବାର ଚାନ୍ସ ଅଛି। ବର୍ତ୍ତମାନ ଏଇ ଯେଉଁ ଭୁଲ ଗୁଡ଼ିକ ଆମର ହେଉଛି ତାକୁ କେମିତି ଆମେ ସଠିକ୍ କରିବା? ଠିକ୍ ଅଛି ପିଲାମାନେ, କେମିତି ସଠିକ୍ କରିବା? ନା ପ୍ରଥମେ ଆମେ କୋଣର ଶୀର୍ଷ ବିନ୍ଦୁକୁ ପ୍ରୋଟ୍ରାକ୍ଟର ମଝି ବିନ୍ଦୁ ସହ ଠିକ୍ ଭାବରେ ରଖିବା, ଦେଲେ କୋଣର ମାପ ଠିକ୍ ଆସିବ। ଆଉ କ'ଣ କରିବା? କ'ଣ କରିବାକୁ ପଡ଼ିବ? ପ୍ରୋଟ୍ରାକ୍ଟର ତଳ ଧାରକୁ 0 ଡିଗ୍ରୀ ସହ ସମାନ ରଖିବାକୁ ପଡ଼ିବ। ଅର୍ଥାତ୍ ଆମର ଯେଉଁ ରଶ୍ମିଟି ଅଛି ସେ ରଶ୍ମି ସହ ପ୍ରୋଟ୍ରାକ୍ଟର ଯେଉଁ 0 ଡିଗ୍ରୀ ଅଛି, ଯେଉଁ ତଳ ଧାରଟି ତା ସହିତ ଠିକ୍ ସମାନ ରଖିବା, ନହେଲେ ପୁଣି ଭୁଲ ହେବାର ଚାନ୍ସ ଅଛି। ଆଉ ଯେଉଁ ଆମେ କହୁଥିଲେ ଯେ ଭିତର ମାପ କେତେବେଳେ ନେବା, ବାହାର ମାପ କେତେବେଳେ ନେବା, କହୁଥିଲେ ପ୍ରୋଟ୍ରାକ୍ଟର 2 ପ୍ରକାର ମାପ ଅଛି, ଭିତର ମାପ, ବାହାର ମାପ। ଭିତରେ ଗୋଟେ ପ୍ରକାର ସଂଖ୍ୟା ଲେଖା ହେଇଛି, ବାହାରେ ଗୋଟେ ପ୍ରକାର ସଂଖ୍ୟା ଲେଖା ହେଇଛି। ତେଣୁ ଯେତେବେଳେ କୋଣର ଗୋଟିଏ ବାହୁ ଅନ୍ୟ ବାହୁଠାରୁ ଡାହାଣରୁ ବାମ ଆଡ଼କୁ ଘୂର୍ଣ୍ଣନ କରିବ ସେତେବେଳେ ଆମେ ଭିତର ମାପ ନେବା, ବୁଝୁଛେ ନାହିଁ? ଏବଂ ଯେତେବେଳେ ଗୋଟିଏ ବାହୁ ଅନ୍ୟ ବାହୁଠାରୁ ବାମରୁ ଡାହାଣକୁ ଘୂର୍ଣ୍ଣନ କରିବ ସେତେବେଳେ ବାହାର ମାପ ବ୍ୟବହାର କରିବା। ତେଣୁ ସେଥିପ୍ରତି ମଧ୍ୟ ଆମେ ଧ୍ୟାନ ଦେବା ଦରକାର ଯେ ଆମେ କେଉଁ ପାଖରୁ ମାପ କରିବା। କୋଣର ଗୋଟିଏ ବାହୁଟି ବାମରୁ ଡାହାଣକୁ ଯାଇଛି ନା ଡାହାଣରୁ ବାମକୁ ଘୂର୍ଣ୍ଣନ କରିଛି ତା ଆମକୁ ଦେଖିବାକୁ ପଡ଼ିବ, ଦେଲେ ଆମର ମାପଟି ଠିକ୍ ଆସିବ। ଆଉ କ'ଣ କରିବା? ପେନସିଲର ମୁନକୁ ସୂକ୍ଷ୍ମ କରିବା। ପେନସିଲ ମୁନକୁ ଯେତେ ସୂକ୍ଷ୍ମ ରଖିବା ଆମେ ଠିକ୍ ମାପଟି ପାଇପାରିବା। ଆଉ କ'ଣ କରିବା? ଯେଉଁଟା କହୁଥିଲି, ଆମେ ବିନ୍ଦୁ ଚିହ୍ନଟ କରିବା ସମୟରେ କୌଣସି ଗୋଟିଏ ପାଖରୁ ନ ଦେଖି ପ୍ରୋଟ୍ରାକ୍ଟର ଉପର ପାଖରୁ ଦେଖିବା, ଦେଲେ ଆମେ ଠିକ୍ ଭାବରେ କୋଣଟିକୁ ମାପ କରିପାରିବା। କୋଣ ମାପରେ କମ୍ ବେଶୀ ହେବ ନାହିଁ। ବୁଝିପାରିଲ ପିଲାମାନେ? ତାହେଲେ କୋଣ ମାପ କରିବା ସମୟରେ ଯେଉଁ ଭୁଲ ଗୁଡ଼ିକ ହେଉଛି ସେ ଭୁଲ ଗୁଡ଼ିକୁ ଆମେ ଏମିତି ସଠିକ୍ କରିପାରିବା। ଏଗୁଡ଼ିକ ତୁମେ ଅଭ୍ୟାସ କରିବ, ଅଭ୍ୟାସ କଲେ ଯାଇ ତୁମେ କୋଣଟିକୁ ସଠିକ୍ ଭାବରେ ମାପ କରିପାରିବ। ବର୍ତ୍ତମାନ ପିଲାମାନେ ତୁମମାନଙ୍କ ପାଇଁ ଗୃହକାର୍ଯ୍ୟ କରିବା ନା ନାହିଁ? ଆମେ ଆଜି ବିଭିନ୍ନ ପ୍ରକାର କୋଣ ପ୍ରୋଟ୍ରାକ୍ଟର, ସ୍କେଲ୍, ପେନସିଲ ବ୍ୟବହାର କରି ଅଙ୍କନ କଲେ। ବର୍ତ୍ତମାନ ତୁମେମାନେ 25 ଡିଗ୍ରୀ ଓ 123 ଡିଗ୍ରୀ କୋଣ ପ୍ରୋଟ୍ରାକ୍ଟର ଓ ସ୍କେଲ୍ ବ୍ୟବହାର କରି ଅଙ୍କନ କରିବ ଏବଂ ତା'ର ସୋପାନ ଗୁଡ଼ିକୁ ଲେଖିକରି ଆଣିବ। ବୁଝିହେଉଛି ନା ନାହିଁ? ଯେଉଁ ସୋପାନ ଗୁଡ଼ିକ ମୁଁ ଆଜି ପଢ଼େଇଲି ସେ ସୋପାନ ଗୁଡ଼ିକ ତୁମେ ସବୁ ଖାତାରେ ଲେଖିଛ। ସେ ସୋପାନ ଗୁଡ଼ିକୁ ଆଉ ଥରେ ପଢ଼ିବ, ନିଜେ ଯାଇ ଘରେ ପୁଣି ଅଭ୍ୟାସ କରିବ ଏବଂ ଏଇ
ଟି କୋଣ ତମେ ଅଙ୍କନ କରି ଆଣିବ। ତାହେଲେ ପିଲାମାନେ ଆମେ ପ୍ରୋଟ୍ରାକ୍ଟର ସ୍କେଲ୍ ଆଉ ପେନସିଲ୍ ବ୍ୟବହାର କରି କୋଣ କେମିତି ଅଙ୍କନ କରିବା ତାହା ବୁଝିଗଲେ, ସମସ୍ତେ ଶିଖିଗଲେ। ତୁମେମାନେ ସମସ୍ତେ ଏବେ ପ୍ରୋଟ୍ରାକ୍ଟର ସ୍କେଲ୍ ପେନସିଲ୍ ବ୍ୟବହାର କରି ବିଭିନ୍ନ ପ୍ରକାର କୋଣ ଅଙ୍କନ କରିପାରିବ ନା କିଛି ସନ୍ଦେହ ଅଛି ସେଥିରେ ଅଙ୍କନ କରିପାରିବ? ମୁଁ ଆଶା କରୁଛି ତୁମେମାନେ ସମସ୍ତେ ଅଙ୍କନ କରିପାରିବ। ତଥାପି ଯଦି କୌଣସି କୋଣ ଅଙ୍କନ କରିବା ସମୟରେ କିଛି ଭୁଲ ହେଲା ତାହେଲେ ତୁମେ ତୁମ ଘରର ବଡ଼ ଭାଇ ଭଉଣୀମାନଙ୍କର ସାହାଯ୍ୟ ନେଇପାରିବ। ଯଦି ତଥାପି ନ ବୁଝିପାରିଲ ମୋତେ ପୁଣି ଥରେ ପଚାରିବ, ମୁଁ ପୁଣି ଥରେ ତୁମମାନଙ୍କୁ କେମିତି କୋଣ ଅଙ୍କନ କରାଯିବ ଆଉ ଥରେ ବୁଝେଇଦେବି ଏବଂ ତୁମମାନେ ଭଲ ଭାବରେ ବୁଝିଯିବ। ମୁଁ ଭାବୁଛି ଆଜି ପାଠଟି ସମସ୍ତଙ୍କୁ ମଜା ଲାଗିଥିବ। ତାହେଲେ ପିଲାମାନେ ଆଜି ଆମେ ଏଇଠି ରହିବା। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।